आमମାନଙ୍କର ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ଆପଣ ପ୍ରତ୍ୟେକଙ୍କୁ ଅମୃତମାନର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରେ। ଆମମାନେ ପ୍ରତିଦିନ ପ୍ରଭୁଙ୍କ ବାକ୍ୟ ଦ୍ୱାରା ବଳିଷ୍ଠ ହେଉଅଛୁ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆମେ ସୁଯୋଗ ପାଉଛୁ ପ୍ରଭୁଙ୍କ ଚଞ୍ଚଳ କିଛି ସମୟ ବସିବା ପାଇଁ, ବାକ୍ୟକୁ ଧ୍ୟାନ କରିବା ପାଇଁ। ପ୍ରଭୁ ଆମମାନଙ୍କୁ ଏ ସୁଯୋଗ ପ୍ରଦାନ କରିଛନ୍ତି। ଆସନ୍ତୁ ଆମମାନେ ପ୍ରଭୁଙ୍କ ଚଞ୍ଚଳକୁ ଯିବା, ପ୍ରାର୍ଥନା କରିବା। ଧନ୍ୟବାଦ, ସ୍ତୁତି, ପ୍ରଶଂସା ପାଇବାର ଏକମାତ୍ର ଯୋଗ୍ୟ ପିତା, ଧନ୍ୟବାଦ ଦେଉଛୁ ପ୍ରଭୁ ତମରି ମହାନାମକୁ। ତମରି ଅନୁଗ୍ରହ ଆଶୀର୍ବାଦରୁ ଆଉ ଗୋଟେ ଦିନ ଦେଖିବା ପାଇଁ ସୁଯୋଗ ପାଇଲୁ। ତତ୍ସହିତ ପ୍ରଭୁ ତମେ ଏକ ସୁନ୍ଦର ସୁଯୋଗ ଆମମାନଙ୍କୁ ଦେଇଛ। ପ୍ରତିଦିନ ଆମେ ଏ କାର୍ଯ୍ୟକ୍ରମ ଦ୍ୱାରା ତମ ଚଞ୍ଚଳେ ବସି ବାକ୍ୟକୁ ଧ୍ୟାନ କରିପାରୁଛୁ। ପ୍ରତିଦିନ ତମେ ଆମ ସହିତ କଥା ହେଉଛ। ପ୍ରଭୁ ଆଜି ମଧ୍ୟ ତମେ ଆମମାନଙ୍କୁ ଆଶୀର୍ବାଦ କର, ଅନୁଗ୍ରହ କର। ଯେଉଁ ବାକ୍ୟକୁ ଆମେ ଧ୍ୟାନ କରିବୁ ତାହା ବୁଝିବା ପାଇଁ, ଜୀବନରେ ବ୍ୟବହାର କରିବା ପାଇଁ ଉତ୍ତରୁ ସାହାଯ୍ୟ ପ୍ରଦାନ କର। ପବିତ୍ର ଆତ୍ମାଙ୍କ ଶକ୍ତି ଆମମାନଙ୍କ ସହିତ ରହୁ। ତମେ ଉପସ୍ଥିତ ହୁଅ, ତମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଥାକୁ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆପଣ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଏ। ଯେଉଁମାନେ ନୂତନ ଭାବରେ ଅଂଶୀ ହୋଇଛନ୍ତି ସେମାନଙ୍କୁ ବିଶେଷ ଧନ୍ୟବାଦ ଦେବା ସହିତ ସେମାନଙ୍କୁ କହେ ଯେ ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଅଂଶୀ ହୁଅନ୍ତୁ, ଯୋଗ ଦିଅନ୍ତୁ, ଯାହାଦ୍ୱାରା ପରବର୍ତ୍ତୀ ସମସ୍ତ କାର୍ଯ୍ୟକ୍ରମରେ ସେମାନେ ଆମ ସହିତ ଲାଗି ରହିପାରିବେ, ଏକ ସହଭାଗିତା ମଧ୍ୟରେ ରହିବେ। ଆସନ୍ତୁ ଧ୍ୟାନ ମଧ୍ୟକୁ ଯିବା। ଆଜି ଯେଉଁ ବିଷୟ ନେଇ ଆମେ ଧ୍ୟାନ କରିବାକୁ ଯାଉଅଛୁ ତାର ପ୍ରସଙ୍ଗଟି ହେଉଛି ବୁଝି ବିଚାରି କାର୍ଯ୍ୟ କର। ବୁଝି ବିଚାରି କାର୍ଯ୍ୟ କର। ଆମେ ବାଇବଲରୁ ଗୋଟେ ଅଂଶ ପାଠ କରିବା। ହିତୋପଦେଶ 19 ପର୍ବ ତାର 2 ପଦ। ହିତୋପଦେଶ 19 ପର୍ବ ତାର 2 ପଦ ଲେଖାଯାଏ, ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ, ପୁଣି ଯେ ବେଗ କରି ପାଦ ପକାଏ ସେ ପାପ କରେ। ପ୍ରଭୁ ଏହା ବୁଝିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଜ୍ଞାନୀ ରାଜା ସୋଲୋମନ ନିଜ ଜ୍ଞାନ ଓ ଅଭିଜ୍ଞତାରୁ ଲେଖୁଛନ୍ତି, ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ, ପୁଣି ଯିଏ ବେଗ କରି ପାଦ ପକାଏ ସେ ପାପ କରେ। ଆମମାନେ ଯଦି ଇଂଲିଶ ଟ୍ରାନ୍ସଲେସନକୁ ଦେଖିବା, ଆମେ KJV ବାଇବେଲରେ ଏପରି ଲେଖାଯାଏ, also it is not good for a soul to be without knowledge, and he sins who hasten with his feet। ଯଦି ଆମେ NIV ବାଇବେଲରେ ଦେଖିବା, ଲେଖାଯାଏ, desire without knowledge is not good, how much more will hasty feet miss the way। ଆଜି ଆମେ ଦ୍ୱିତୀୟ ଧାଡ଼ି ଉପରେ ଧ୍ୟାନ କରିବା, ଯାହା ଲେଖାଯାଏ, ଯେ ବେଗ କରି ପାଦ ପକାଏ ସେ ପାପ କରେ। ଇଂଲିଶ ଟ୍ରାନ୍ସଲେସନ ଅନୁସାରେ ଯିଏ ବେଗ କରି ପାଦ ପକାଏ ସେ ନିଜର ପଥ ହରାଏ ବା ଲକ୍ଷ୍ୟସ୍ଥଳରୁ ବିମୁଖ ହୁଏ। ଆମ ଜୀବନରେ ମଧ୍ୟ ଅନେକ ସମୟରେ ଏହିପରି ହୋଇଥାଏ। ଯେତେବେଳେ କୌଣସି କାର୍ଯ୍ୟ ଆମେ ତରତର ହୋଇ କରିଥାଉ ବା କିଛି ଚିନ୍ତା ନ କରି କାର୍ଯ୍ୟକୁ କରିଥାଉ, ସେତେବେଳେ ଆମେ ନିଜର ଭାବନା ଅନୁସାରେ ବା ନିଜର ଇମୋସନର ଆଧାରରେ ନିର୍ଣ୍ଣୟ ନେଇଥାଉ। ଏହିପରି ସମୟରେ ଆମେ ପ୍ରାର୍ଥନା କରିନଥାଉ, ପ୍ରଭୁଙ୍କର ସାହାଯ୍ୟ ଭିକ୍ଷା କରିନଥାଉ, ଯାହାଦ୍ୱାରା ଆମେ ସେହି କାର୍ଯ୍ୟରେ ଅସଫଳ ହୋଇଥାଉ। ଆମେ ଭୁଲ ହୋଇଯାଇଥାଉ। ବାକ୍ୟ ଆମକୁ ଶିକ୍ଷା ଦିଏ, କୌଣସି କାର୍ଯ୍ୟ କରିବା ସମୟରେ ଆମେ ଶୀଘ୍ର ବା ତରବର ହେବା ଉଚିତ ନୁହଁ। ବାକ୍ୟର ଆଉ ଏକ ପଦକୁ ଆମେ ଧ୍ୟାନ କରିବା। ଆମେ ହିତୋପଦେଶ 18 ପର୍ବ ତାର 13 ପଦରେ ପାଠ କରୁ, ଲେଖାଯାଏ, ଯେ ଶୁଣିବା ପୂର୍ବେ ଉତ୍ତର କରେ ତାହା ତାହାର ପ୍ରତି ଅଜ୍ଞାନତା ଓ ଲଜ୍ଜା।
एठार किछि लोकंकु अज्ञानी बा लज्जादायी कहुच्छी क्यों मानकु जो माने शुणा पूर्वे उत्तर दियंती। एठार आम देखुचु तरतर हो उत्तर देवा विषय लिखा जाए। संपूर्ण विषय को न शुणी चिंता न करी उत्तर देवा व्यक्ति जहाको अज्ञानी और लज्जादायी कहुच्छी। अनेक समय एपरी हुए लोक माने कथा हेबा समय रे बा परिवार रे मध्य सदस्य माने कथावार्ता करुथिबा समय रे आमे सेठारे पहुँची सेमान को कथा मझिरे किछि न शुणी आमे किछि कहि देई थाउ। आमे सेमानकर कथावार्ता केउठरो आरंभ हैला केउ उद्देश्य रे सेमाने कथा हेउचंती आमे किछि शुणी न थाउ। केवल आमे सेठारे पहुँचीबा समय रे जो कथा चली थाए आमे सेथिर उत्तर रखी थाउ। सेठारे थिया सदस्य माने आम कथारे हसंती किंबा आमर अपमान करि थांती। आमे सेठारे जणे अज्ञानी सदृश हो जाई थाउ बा आमे मूर्ख बोली से माने कहंती आमे लज्जा पाई थाउ। आउ एक पद आमे पाठ करिबा हितोपदेश 21 पर्व 5 पद। यार द्वितीय धाड़ी आम पाठ करिबा लिखा जाए प्रत्येक हठात कर्मकारी केवल अभाव आड़े जाए किछि बुझी विचारी कर्म न कले अनेक समय आमे अभाव पथ देखि थाउ। उदाहरण स्वरूप आमे कोनोसी एडवर्टाइजमेंट देखु बा का पाखरु शुणी किछि न बुझी न विचारी अधिक अर्थ मिलिबा आशारे विभिन्न स्थान रे अर्थ विनियोग करि देई थाउ। आम मनरे केवल थाए एठारु आमको बेसी लाभ मिलिबो शीघ्र शीघ्र आमर अर्थ डबल हो जिवो। आमे शुणु शुणु संगे संगे डिसीजन नहीं जाई थाउ। ना आमे भाबुचु ना आमे कहार उपदेश नौचु एपरिक आमे उक्त जो अर्थ को विनियोग करिया को जाऊचु ता निमंते प्रार्थना मध्य करि न थाउ। परे आमे क्षति रे पड़ी थाउ। आमर मूल अर्थ मध्य चली जाई थाए। तेणु वाक्य रे लिखा जाए हठात कर्मकारी केवल अभाव आड़े जाए। सेपरी यदि आमे हितोपदेश 29 पर्व 20 पद को पाठ करिबा लिखा जाए तुम्बे कि कथारे चंचल लोक को देखुअछ ता अपेक्षा मूर्ख विषय अधिक भरोसा अच्छी। चंचल चंचल रे कथावार्ता करिबा द्वारा आमे मूर्ख सदृश अपमान हो लोके आम कथा को विश्वास मध्य करती नहीं। अनेक समय रे परमेश्वर को सम्मुख रे मध्य आमे निजर बुद्धिर प्रयोग करी बेसी कथा हेई थाउ। भल मंद विचार न करी आमे कथा हेई थाउ। यह उचित विषय नुह। उपदेशक 5 पर्व 2 पद आमको अति सुंदर शिक्षा दिए। देखा जाए तुम्हें अपना मुखरे अविवेकी हुआ नहीं और परमेश्वर को साक्षात रे कौन सी कथा कहवा पाई तुमर चित्त चंचल न हो। कारण परमेश्वर स्वर्गर अछंती और तुम्बे पृथ्वी रे यह तो तुमर कथा अल्प हो। एठार एक विशेष शिक्षा आमे पाई थाओ। परमेश्वर को सम्मुख रे कौन सी विषय रे कथा हेबा समय रे चंचल होई कहवा अनुचित और परमेश्वर को निमंते किछि कार्य करिबा समय रे मध्य हठात निष्पत्ति नहीं कार्य करिबा अनुचित। जेहेतु परमेश्वर स्वर्गर अछंती से होचंती सर्वशक्तिमान आमे पृथ्वी रे अछु अर्थात आमे ताहांक हस्तरे निर्मित। तेणु आमे कौनसी निष्पत्ति नेबा पूर्वरु परमेश्वर ठारे समस्त विषय रखी निष्पत्ति नेबा उचित। अनेक समय रे आमे परमेश्वर को सम्मुख रे अनेक निष्पत्ति नहीं जाई थाउ बा डिसीजन नहीं जाई थाउ। आमर एपरी आमे एपरी कार्य करिबी प्रभु को निमंते बोली आमे कही थाउ। आमे ये कार्य सब करदबा
ବୋଲି ଆମେ କହିଥାଉ, ନହେଲେ କହିଥାଉ ମୁଁ ଆଜିଠାରୁ ମୋର ମନ୍ଦ ବିଷୟ ଗୁଡ଼ିକୁ ମନ୍ଦ ଅଭ୍ୟାସ ଗୁଡ଼ିକୁ ମୁଁ ତ୍ୟାଗ କରିଦେବି, ମୁଁ ଏପରି ଦାନ ଧର୍ମ କରିବି, ମୁଁ ଏପରି ଭାବରେ ପ୍ରଭୁଙ୍କର ସେବା କରିବି। ଆମେ ଅନେକ ବିଷୟ କହିଦେଇଥାଉ ପ୍ରଭୁଙ୍କ ସମ୍ମୁଖରେ। କ'ଣ ଆମେ ଯେଉଁ ନିଷ୍ପତ୍ତି ନେଇଥାଉ କ'ଣ ତାହା ପୂରଣ କରିଥାଉ? ସେହିପରି କାର୍ଯ୍ୟ ଆମେ କରିଥାଉ ନା ନିଜର ସ୍ୱାର୍ଥ ନିମନ୍ତେ ଆମେ ଉକ୍ତ କାର୍ଯ୍ୟରୁ ଓହରି ଯାଇଥାଉ? ବାକ୍ୟ ଆମକୁ ଶିକ୍ଷା ଦିଏ, ଚଞ୍ଚଳ ହୋଇ କୌଣସି କଥା ମନୁଷ୍ୟ ପାଖରେ ବା ପରମେଶ୍ୱରଙ୍କ ପାଖରେ କୁହ ନାହିଁ। ପରମେଶ୍ୱର ଆମକୁ ବୁଦ୍ଧି ଜ୍ଞାନ ପ୍ରଦାନ କରିଛନ୍ତି। ଆମେ ଚଞ୍ଚଳ ଭାବରେ ଡିସିସନ୍ ନ ନେଇ, କଥା ନ କହି ବା ନିଜର ପାଦ ଆଗକୁ ନ ପକାଇ ପ୍ରଭୁ ଦେଇଥିବା ବୁଦ୍ଧିକୁ ପ୍ରୟୋଗ କରିବା ଉଚିତ ଏବଂ ଯାହା କାର୍ଯ୍ୟ କରିବା ସର୍ବପ୍ରଥମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କାର୍ଯ୍ୟ ପ୍ରାରମ୍ଭ କରିବା। ବାଇବେଲରେ ଏକ ବିଶେଷ ଉଦାହରଣ ରହିଅଛି। ଏହି ବିଷୟ ନେଇ ଆମେ ଦେଖୁ, ସଦାପ୍ରଭୁ ମୋଶାଙ୍କୁ ପ୍ରଥମ ଥର କହିଲେ ପ୍ରସ୍ତରକୁ ତୁମ ଯଷ୍ଟିରେ ଆଘାତ କର, ଯାହାଦ୍ୱାରା ଜଳ ବାହାରିଥିଲା ଆଉ ଇସ୍ରାଏଲୀୟ ଲୋକମାନେ ଜଳପାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ସମୟ ଆସିଲା, ଜଳର ଅଭାବ ହେଲା, ପରମେଶ୍ୱର ମୋଶାଙ୍କୁ କହୁଛନ୍ତି ଆମେ ଶୈଳରୁ ଜଳ ବାହାର କରିବା। ସେଠାରେ ମୋଶା ଅପେକ୍ଷା ନ କରି ସଦାପ୍ରଭୁଙ୍କ କଥାକୁ ନ ଶୁଣି ଅବାଧ୍ୟ ହୋଇ ନିଜେ ଶୈଳକୁ ଯଷ୍ଟିରେ ଆଘାତ କରିଥିଲେ। ଯାହାଫଳରେ ଆମେ ଦେଖୁ ସଦାପ୍ରଭୁ ମୋଶାଙ୍କୁ ସେହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାକୁ ଦେଲେ ନାହିଁ। ଯେଉଁ ପ୍ରତିଜ୍ଞାତ ଦେଶ ନିମନ୍ତେ ମୋଶା ଏତେ ପରିଶ୍ରମ କରିଥିଲେ, ସେହି ଦେଶରେ ପ୍ରବେଶ କରିବା ନିମନ୍ତେ ଅନୁମତି ପାଇଲେ ନାହିଁ। ଏହା ଏକ ଜ୍ୱଳନ୍ତ ଉଦାହରଣ ମାନଙ୍କ ନିମନ୍ତେ ଆମେ ପରମେଶ୍ୱରଙ୍କ ଅପେକ୍ଷା ନ କରି ନିଜେ ଡିସିସନ୍ ନେଇ କାର୍ଯ୍ୟ କରିବା ଉଚିତ ନୁହଁ। ତେଣୁ ଜ୍ଞାନୀ ସୋଲୋମନ କହନ୍ତି, ଯିଏ ବେଗ କରି ପାଦ ପକାଏ ସେ ପାପ କରେ। ପ୍ରଭୁ ଆମମାନଙ୍କୁ ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ, ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଏବଂ ଆକୁ ଯେପରି ବୁଝି ଆମେ ଜୀବନରେ ବ୍ୟବହାର କରିପାରିବା ସେହିପରି ଚାଳନା ଆମମାନଙ୍କୁ ପ୍ରଦାନ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଅନେକ ସମୟରେ ବେଗ କରି ପାଦ ପକାଉ ପ୍ରଭୁ, ହଠାତ୍ରେ କିଛି କହିଦେଉ, ହଠାତ୍ରେ କେଉଁ କାର୍ଯ୍ୟକୁ ଆମେ ଆରମ୍ଭ କରିଦେଉ। ପ୍ରଭୁ, ଆଜି ସୁନ୍ଦର ବାକ୍ୟ ତୁମେ ଆମମାନଙ୍କୁ ଦେଇଛ ପ୍ରଭୁ, ଯେପରି ଆମେ ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ତମରି ସାହାଯ୍ୟ ଲୋଡ଼ି ପ୍ରଭୁ, ତମକୁ ଅପେକ୍ଷା କରିବୁ, ସେହିପରି ଅନୁଗ୍ରହ ଆଶୀର୍ବାଦ କର ପ୍ରଭୁ, ସେହି ବୁଦ୍ଧି ଜ୍ଞାନ ଆମମାନଙ୍କୁ ପ୍ରଦାନ କର। ହଁ ପ୍ରଭୁ, ଆମେ କ'ଣ କହୁଛୁ କ'ଣ କରୁଛୁ ନିଜେ ଜାଣିପାରୁନା ପ୍ରଭୁ, ତମେ ଆମମାନଙ୍କୁ ବୁଦ୍ଧି ଦିଅ, ଜ୍ଞାନ ଦିଅ, ଆମମାନଙ୍କ ସହିତ ପରମେଶ୍ୱର ହୁଅ। ସୁନ୍ଦର ବାକ୍ୟ ଦେଇଥିବାରୁ ଧନ୍ୟବାଦ ଦେଉଛୁ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।